ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରା 2026ର ପ୍ରଥମ ଦିବସ ନଗର ପରିକ୍ରମା ଶୋଭାଯାତ୍ରା ତାରିଖ 28 ଏପ୍ରିଲ 2026। ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରା ଧୁମଧାମରେ ମାଙ୍କ ପ୍ରଥମ ନଗର ପରିକ୍ରମା ସମ୍ପନ୍ନ। ଭଞ୍ଜନଗର ସ୍ଥାନୀୟ ଅଞ୍ଚଳର ପରମ୍ପରା ଓ ଗୌରବର ପ୍ରତୀକ ଐତିହାସିକ ଠାକୁରାଣୀ ଯାତ୍ରାରେ ଆଜି ପ୍ରଥମ ନଗର ପରିକ୍ରମା ଅନୁଷ୍ଠିତ ହୋଇଯାଇଛି। ଗୋଟିଏ ଦିନର ବିଶ୍ରାମ ପରେ ଆଜି ମଙ୍ଗଳବାର ସନ୍ଧ୍ୟାରେ ମା ବ୍ୟାଘ୍ରଦେବୀ ଏବଂ ମା ଠାକୁରାଣୀଙ୍କ ଘଟ ପାଖରେ ଭବ୍ୟ ଆଳତୀ କରାଯିବା ପରେ ଏହି ମହାପଟୁଆର ଆରମ୍ଭ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମର ସନ୍ଧ୍ୟା ଆଳତୀ ସମୟରେ ଯାତ୍ରା କମିଟି ମୁଖ୍ୟ ସଦସ୍ୟଙ୍କ ସହିତ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡା, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡ଼ି ଓ ଅନ୍ୟାନ୍ୟ ପ୍ରଶାସନିକ ରାଜନୈତିକ ଅଧିକାରୀ ସହିତ ହଜାର ହଜାର ଶ୍ରଦ୍ଧାଳୁ ଜନସାଧାରଣ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଆଜିର ମୁଖ୍ୟ ଆକର୍ଷଣ ଗମ୍ଭୀରା ସମ୍ମୁଖରେ ପ୍ରଥମେ ପାରମ୍ପରିକ କାଳିକା ନୃତ୍ୟ ପରିବେଷଣ କରାଯାଇଥିଲା। ଏହା ପରେ ପରେ ବାଜା ବାଣ ଓ ରୋଷଣୀ ସହ ମା ବ୍ୟାଘ୍ରଦେବୀ ଏବଂ ତାଙ୍କ ପଛେ ପଛେ ମା ଠାକୁରାଣୀଙ୍କ 5 ଗୋଟି ଘଟ ନଗର ପରିକ୍ରମା କରିଥିଲେ। ଏହି ଅବସରରେ ସହରର ହଜାର ହଜାର ଶ୍ରଦ୍ଧାଳୁ ମାଙ୍କ ଦର୍ଶନ କରି ନିଜକୁ କୃତାର୍ଥ ମନେ କରିଥିଲେ। ପରମ୍ପରା ଓ ରୀତିନୀତି ପ୍ରଥମ ଦିବସର ଏହି ପରିକ୍ରମା ସମୟରେ ମାମାନେ ଗମ୍ଭୀରରୁ ବାହାରି ପୂର୍ବମୁଖ ହୋଇ ରାଜବଂଶର ଶ୍ରୀ ପ୍ରଦ୍ୟୁମ୍ନ କୁମାର ଭଞ୍ଜଦେବଙ୍କ ବାସଭବନ ନାରାୟଣ ମନ୍ଦିର ସାହିରେ ପହଞ୍ଚିଥିଲେ। ସେଠାରେ ମା ବ୍ୟାଘ୍ରଦେବୀଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଡେରାସାହି ସ୍ଥିତ ଦେଶୀ ବେହେରାଙ୍କ ବାସଭବନରେ ମା ଠାକୁରାଣୀଙ୍କୁ ଭୋଗ ଲାଗି କରାଯାଇଥିଲା। ଶେଷରେ ଦେବୀମାନେ ନିଜ ନିଜ ଗମ୍ଭୀରଙ୍କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଆଜିର ସମସ୍ତ କାର୍ଯ୍ୟକ୍ରମର ଖର୍ଚ୍ଚ ଯାତ୍ରା କମିଟି ପକ୍ଷରୁ ବହନ କରାଯାଇଥିଲା। ସମଗ୍ର ସହରରେ ଏବେ ଏକ ଆଧ୍ୟାତ୍ମିକ ଓ ଉତ୍ସବମୟ ମାହୋଲ ଖେଳିଯାଇଛି। ଏହିପରି ଭାବରେ ମାଙ୍କର ଯାତ୍ରା ବା ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରା କାର୍ଯ୍ୟକ୍ରମ ଆଗେଇ ଚାଲିଥିବ। ଏହି ସମୟ ଭିତରେ ବିଭିନ୍ନ ପ୍ରକାରର ମନୋରଞ୍ଜନର ମାଧ୍ୟମ ଯେପରିକି ସର୍କେସ୍, ମୀନା ବଜାର, ଯାତ୍ରା ମାହୋଲ ଏସବୁ ଆସ୍ତେ ଆସ୍ତେ ଜମିବାକୁ ଲାଗିଛି। ଶ୍ରଦ୍ଧାଳୁଙ୍କର ବା ଭକ୍ତଙ୍କର ଭିଡ଼ ମଧ୍ୟ ଆସ୍ତେ ଆସ୍ତେ ଜମିବାକୁ ଆରମ୍ଭ ହୋଇଯାଇଛି।
ବନ୍ଦ କରିବା।